ଆପଣଙ୍କ ଆଧାର ସହିତ ଆପଣଙ୍କ ବ୍ୟାଙ୍କ ପାସବୁକ୍ ଲିଙ୍କ ଅଛି କି ନାହିଁ ବା ଆପଣଙ୍କ ଆଧାର ସହିତ ଆପଣ କୋଉ ବ୍ୟାଙ୍କଟି ଲିଙ୍କ ଅଛି ସେଟା ଜାଣିବା ପାଇଁ ଆପଣଙ୍କୁ ଆପଣ ଯେକୌଣସି କ୍ରୋମ ଓପନ କରିନେବେ ଦେନ୍ ଆପଣ ସର୍ଚ୍ଚ କରିବେ UIDAI ସର୍ଚ୍ଚ କରିବେ ଦେନ୍ ଏଇ ଟାଇପ୍ର ଗୋଟେ ଇଣ୍ଟରଫେସ୍ ଆସିବ। ଆପଣ ଏଠି ଫାଷ୍ଟ ୱେବସାଇଟ୍ରେ କ୍ଲିକ୍ କରିବେ, ଗୋଟେ ଲାଙ୍ଗୁଏଜ ଚୁଜ୍ କରିନେବେ ହିନ୍ଦୀ କି ଇଂଲିଶ ଚୁଜ୍ କରୁଛି। ତାପରେ ଏଇ ଟାଇପ୍ର ଗୋଟେ ଇଣ୍ଟରଫେସ୍ ଆସିବ। ଆଧାର ଆପଡେଟ୍ ହିଷ୍ଟୋରୀ ଉପରେ କ୍ଲିକ୍ କରିବେ। ଦେନ୍ ଆପଣ ଏଠି ଦେଖିପାରୁଥିବେ ବ୍ୟାଙ୍କ ସିଡିଂ ଷ୍ଟାଟସ୍ ଆପଣ ସେଠି କ୍ଲିକ୍ କରିଦିଅନ୍ତୁ। ଦେନ୍ ଏଠି ଆପଣଙ୍କ ଆଧାର ନେମ୍ ଆଉ କ୍ୟାପଚାଟି ଏଣ୍ଟର କରିଦିଅନ୍ତୁ। ଆଧାର ନମ୍ବର ଏବଂ କ୍ୟାପଚା ଏଣ୍ଟର କରିସାରିଲା ପରେ ଲଗ୍ଇନ୍ ୱିଥ୍ OTP ଉପରେ କ୍ଲିକ୍ କରନ୍ତୁ। ଦେନ୍ ଆପଣଙ୍କ ଆଧାର ସହିତ ଯେଉଁ ମୋବାଇଲ ନମ୍ବରଟି ଲିଙ୍କ ଥିବ ସେଠି ଗୋଟେ OTP ଯିବ। ଆପଣ ଏଠି ସେଇ OTPଟି ଏଣ୍ଟର କରିକି ଲଗ୍ଇନ୍ ଉପରେ କ୍ଲିକ୍ କରିବେ। ଦେନ୍ କିଛି ସମୟ ୱେଟ୍ କରନ୍ତୁ। ଦେନ୍ ଆପଣଙ୍କ ସାମ୍ନାରେ ଏଇ ଟାଇପ୍ର ଗୋଟେ ଇଣ୍ଟରଫେସ୍ ଆସିବ। ବ୍ୟାଙ୍କ ସେଟିଂ ଷ୍ଟାଟସ୍ ସେଠି କ୍ଲିକ୍ କରନ୍ତୁ। ଦେନ୍ ଆପଣଙ୍କ ସାମ୍ନାରେ ଏଇ ଟାଇପ୍ର ଗୋଟେ ଇଣ୍ଟରଫେସ୍ ଆସିବ। ଆପଣ ଏଠି ଅପସନ୍ରେ ଦେଖିପାରୁଥିବେ ବ୍ୟାଙ୍କ ସେଟିଂ ଷ୍ଟାଟସ୍ ଏଠି ଆକ୍ଟିଭ୍ ଅଛି, ତାମାନେ ଆପଣଙ୍କ ଆଧାରଟି ବ୍ୟାଙ୍କ ସହିତ ଲିଙ୍କ ଅଛି ଏବଂ କେଉଁ ବ୍ୟାଙ୍କ ସହିତ ଲିଙ୍କ ଅଛି ସେଇଟା ମଧ୍ୟ ଏଠି ଶୋ କରୁଛି। ପୁରା ଏଠି ଆପଣଙ୍କ ପୁରା ଡିଟେଲ୍ସ ସବୁ ଦେଖିପାରିବେ।